ଆଜି ନୂଆବର୍ଷ ଆରମ୍ଭ। ଅତୀତର ଅତଳ ଗର୍ଭରେ ବିଲୀନ ହୋଇଛି 2025ରେ ଘଟିତ ଅସୁମାରୀ ଘଟଣାବଳୀର ତିକ୍ତ ମଧୁର ଅନୁଭୂତି। ଅବସରା ମୁହୂର୍ତ୍ତ, ସଫଳତା ଓ ବିଫଳତାର ଚିତ୍ର, ସବୁ ଅନ୍ତ କିଛି ଆରମ୍ଭର ସଂକେତ ଦିଏ। ଏଇ ଯେମିତି 2025ର ଅନ୍ତ ସହ ଆରମ୍ଭ ହୋଇଛି 2026। ଇଂରାଜୀ ନବବର୍ଷ 2026 ନୂଆ ଆଶା, ଆକାଂକ୍ଷା, ସମ୍ଭାବନା, ଉଦ୍ଦୀପନା ନେଇ ଧରାପୃଷ୍ଠରେ ପାଦ ଥାପିଛି। ନବବର୍ଷ 2026 ସମସ୍ତଙ୍କ ପାଇଁ ଆଣିଛି ନାନାଦି ଆହ୍ୱାନ, ପୁଣି ସମାଧାନର ଅସୀମ ସମ୍ଭାବନା। ଶୀତ ରାତି ଆଉ ଶୀତଳ ପରିବେଶରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ସମସ୍ତ ଜନସମାଜ। ବିଦାୟୀ ବର୍ଷର ଘାତ ପ୍ରତିଘାତକୁ ଭୁଲି ନୂଆବର୍ଷକୁ ଧୁମଧାମରେ ସ୍ୱାଗତ କରାଯାଇଛି। ଜିରୋ ନାଇଟ୍ ସେଲିବ୍ରେସନରେ କମ୍ପିଛି ଗାଁରୁ ସହର। ନୂଆବର୍ଷର ସ୍ୱାଗତ ପାଇଁ ବିଭିନ୍ନ ହୋଟେଲମାନଙ୍କରେ ଜମିଥିଲା ଭିଡ଼। ନାଚ ଗୀତ ସହ ଜମିଥିଲା ଖିଆପିଆ। ରାତି 12ଟାରେ ଲୋକେ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ପୁରୁଣା ବର୍ଷର ଦୁଃଖ, ଖରାପ ସ୍ମୃତିକୁ ଭୁଲି ଆଗକୁ ବଢ଼ିବା ପାଇଁ ବର୍ଷ ଆରମ୍ଭରେ ସଂକଳ୍ପ ନେଇଛନ୍ତି ସମସ୍ତ ଲୋକେ। କ୍ୟାଲେଣ୍ଡର ବଦଳିଗଲେ ଯେ ଭାଗ୍ୟ ବଦଳିଯାଏ ସେ କଥା ନୁହେଁ, ତେବେ ମନରେ ନୂଆ ଉତ୍ସାହ ଏବଂ ପ୍ରେରଣା ନୂଆ ମାର୍ଗ ଦେଖାଏ। ଗାଁଠୁ ସହର ଗୀତ ଗାଇ, ନାଚି ଓ ବାଣ ଫୁଟାଇ ନୂତନ ବର୍ଷକୁ ସ୍ୱାଗତ କରାଯାଇଛି। ଜଳେଶ୍ୱର ଅଞ୍ଚଳର ବିଭିନ୍ନ ମନ୍ଦିରଗୁଡ଼ିକରେ ନୂଆବର୍ଷ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ଜଳେଶ୍ୱର ବ୍ଲକ ଛଅମୌଜାଠାରେ ଥିବା ପାବନ କ୍ଷେତ୍ରରେ ଥିବା ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା। ମୁଖ୍ୟ ପଣ୍ଡା ବିନୋଦ ବିହାରୀ ମହାପାତ୍ର, ଯତୀନ୍ଦ୍ରନାଥ ମହାପାତ୍ର, ଗୌରୀଶଙ୍କର ପଣ୍ଡା, ବୈକୁଣ୍ଠନାଥ ପଣ୍ଡା, ପୌରବ ମହାପାତ୍ର, ଝାଜିସୁରପତି, ଅଞ୍ଜନ ପଣ୍ଡା, ଗଗନ ବିହାରୀ ମହାପାତ୍ର, ଗୋଲକ ବିହାରୀ ମହାପାତ୍ର, ପ୍ରଦୀପ ପଣ୍ଡା ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟ ସେବାୟତ ପଦ୍ମଲୋଚନ ଦେ, କମିଟିର ସଭାପତି ଶରତ ଚନ୍ଦ୍ର ପ୍ରଧାନ, ସମ୍ପାଦକ ରବୀନ୍ଦ୍ରନାଥ ଜେନା, ଗୌରହରି ଜେନା, ଜନ୍ମଜୟ ଜେନା, ଅଭିଳାଷ ଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ଓଝା, ଅଜୟ କୁମାର ପ୍ରଧାନ, ନିର୍ମଳ ରାଜ, ବରେନ୍ଦ୍ର ପ୍ରଧାନ, ବନବିହାରୀ ଦାସ ଅଧିକାରୀ, ପାର୍ଥସାରଥୀ ଦାସ, ନିର୍ମଳ ଚନ୍ଦ, ଦୁର୍ଗାଚରଣ ନାୟକ, ହରିବାସ ଦାସ, ଗୋବିନ୍ଦ ପ୍ରାମାଣିକ ପ୍ରମୁଖ ସଦସ୍ୟମାନେ ଭିଡ଼କୁ ନିୟନ୍ତ୍ରଣ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିଥିଲେ। ସମସ୍ତ ଭକ୍ତମାନେ ନୂଆବର୍ଷ ମଙ୍ଗଳମୟ ହେଉ କାମନା କରି ଦେବଦେବୀଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ନୂଆ ରୂପରେ, ନୂଆ ଆଶାରେ ନୂଆ ଜୀବନଯାତ୍ରା ଆରମ୍ଭ କରିବାକୁ ଭକ୍ତମାନେ ବର୍ଷାରମ୍ଭରେ ସଂକଳ୍ପ ନେଇଛନ୍ତି। ମୁଁ ଶ୍ରୀ ବିନୋଦ ବିହାରୀ ମହାପାତ୍ର, ଘର ଛମୌଜ ଏବଂ ମୁଁ ପାବନ କ୍ଷେତ୍ରର ସେବକ। ଆଜ୍ଞା, ସର୍ବପ୍ରଥମେ ମୁଁ ଆପଣଙ୍କ ଗଣମାଧ୍ୟମକୁ ସମ୍ମାନ ଜଣାଉଛି ଯେ ଆମ କାଳିଆ ଠାକୁରଙ୍କୁ ଆପଣ ସମସ୍ତଙ୍କର ପରିଚିତ କରିବେ ସାରା ବିଶ୍ୱରେ, ସାରା ଭାରତବର୍ଷରେ। ପ୍ରଥମେ ଆପଣଙ୍କୁ ଧନ୍ୟବାଦ। ତାପରେ ଏତେ ଯୋଉ ଭିଡ଼ ହେଇଛି, ସେ ଠାକୁର ହଉଛନ୍ତି ଭିଡ଼ର ଠାକୁର। ସେ ଆକର୍ଷଣ ତାଙ୍କର ଏମିତି ଅଛି, ସେ ଟାଣି ଆଣିବେ। ଆପଣ ଜାଣନ୍ତି ପୃଥିବୀରେ ଏମିତି କି ଦେବତା ନାହିଁ ଯେ ବର୍ଷରେ ଥରେ ମନ୍ଦିରରୁ ବାହାରିକି ରତ୍ନସିଂହାସନ ଛାଡିକି ଯାଆନ୍ତି ଭକ୍ତଙ୍କୁ ଦେଖା ଦେବା ପାଇଁ। ତାଙ୍କର ଆକର୍ଷଣ ସେ ବିଶ୍ୱ ବ୍ରହ୍ମାଣ୍ଡର ଠାକୁର, ସେ ଭକ୍ତକୁ ଟାଣି ଆଣିଛନ୍ତି। ଲୋକେ ପିକନିକ କୁ ବଡ ଭାବି ନାହାନ୍ତି, ସମୁଦ୍ର କୂଳରେ ବୁଲିବାକୁ ବଡ ଭାବି ନାହାନ୍ତି। ଭାବିଛନ୍ତି ମୁଁ ଯିବି ପାବନ କ୍ଷେତ୍ର ଦେଖିବି, ପାବନ କ୍ଷେତ୍ର କାଳିଆକୁ ଦର୍ଶନ କରିବି। ଏ ହେଉଛି ତାଙ୍କର ମାୟା ମମତା। ଆଉ ଏ ଅଞ୍ଚଳର ଯୋଉ ଆପଣମାନେ, ଏ ଅଞ୍ଚଳର ଯୋଉ ଅଞ୍ଚଳବାସୀ, ଏ ଅଞ୍ଚଳବାସୀଙ୍କର ପୁଅ ଝିଅ ଭଳି ଆପଣମାନେ ତାଙ୍କୁ, ଆମ କାଳିଆ ଠାକୁରଙ୍କୁ ଆଜି 10 ବର୍ଷ ହେଲା ଯୋଉ ସ୍ନେହ ଶ୍ରଦ୍ଧା ଦଉଛନ୍ତି, ମୁଁ କାଳିଆ ଠାକୁରଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି। ଆପଣମାନଙ୍କୁ ମଧ୍ୟ ଭଗବାନ ଠାରୁ ଭକ୍ତକୁ ବଡ ଭାବି ଯଥେଷ୍ଟ ନମସ୍କାର, ଶହ ଶହ ନମସ୍କାର ଜଣାଉଛି ଯେ ତାଙ୍କୁ ନିଜ ପୁଅ ଝିଅ ଭାବି ଯୋଉ ସେବା ତାଙ୍କର ଅବ୍ୟାହତ ରଖିଛନ୍ତି, ତାଙ୍କୁ ଆଜି 10 ବର୍ଷ ହେଲା ପାଳି ଆଣିଛନ୍ତି, ରଖିଛନ୍ତି। ସେ ତ ଆମକୁ ପାଳିଛନ୍ତି ନିଶ୍ଚୟ, ତଥାପି ଆପଣମାନେ ଆସି ଦୁଃଖ ଦୁର୍ଦ୍ଦଶାରେ ପଡି ତାଙ୍କୁ ସେବା କରୁଛନ୍ତି, ତାଙ୍କର ଭୋଗ, ତାଙ୍କ ନୀତିକାନ୍ତିରେ ସାହାଯ୍ୟ କରୁଛନ୍ତି। ଅନେକ ଧନ୍ୟବାଦ, ଅନେକ ସମ୍ମାନ ଆପଣଙ୍କୁ ଜଣାଉଛି। ଜୟ ଜଗନ୍ନାଥ। ମୁଁ ନିର୍ମଳ କୁମାର ଚନ୍ଦ। ପାବନ କ୍ଷେତ୍ରରେ ବହୁତ ଭିଡ଼ ହେଇଛି।
বর্তমান যে মহাপ্রভু শ্রী জগন্নাথঙ্কর যে আম ওড়িশার বড় ঠাকুর কালিয়াঠি মা জগন্নাথঙ্কর কৃপাରୁ শ্রদ্ধাଳୁ ভক্ত মানଙ୍କର যে ভাবনা ଥିଲା যে আজকু 4-5 ବର୍ଷ ପୂର୍ବରୁ ଦେଖୁଥିଲେ যে যাউলে কোন নয়া বর্ষরে যাউলে পিকনিক করিয়া পাই যাউলে সমুদ্র কূলে কি কোউটি তৃতীয় স্থানକୁ যাউলে কিন্তু আজকু 2-3 ବର୍ଷ দেখা যাଉଛି যে ঠাকুরଙ୍କ পাখରେ ଆଜି যে ସେମାନଙ୍କର যে ଭଗବାନଙ୍କର ଆଧ୍ୟାତ୍ମିକ ଯେଉଁ ଚେତନା ତାଙ୍କ ମାନେ ଶ୍ରଦ୍ଧା ମାନଙ୍କର ଜାଗୃତ ବର୍ତ୍ତମାନ ସେମାନଙ୍କୁ ନେଇଛି ଯେ ଆମେ ପିକନିକ ଛାଡ଼ି ଯେ ଏଠି ଭଗବାନଙ୍କ ପାଖରେ ଆସିକି ଆଜି ଯେଉଁ ଲାଇନ ଧରିକି ଯେ ଆଜି ଶ୍ରଦ୍ଧା ମାନେ ଅଛନ୍ତି ଆଜକୁ 10 ବର୍ଷ ହେବାକୁ ଯାଉଛି କିନ୍ତୁ 10 ବର୍ଷ ଭିତରେ ଏଭଳିଆ ଶ୍ରଦ୍ଧାଳୁ କେଇ ବର୍ଷ ହେଇଯାନ୍ତି କିନ୍ତୁ ଏ ବର୍ଷ ଶ୍ରଦ୍ଧାଳୁ ମିନିମମ୍ 10-12 ହଜାର ଶ୍ରଦ୍ଧାଳୁ ଉପସ୍ଥିତ ହେଇଛନ୍ତି ମଧ୍ୟ যে সেই স্বয়ং মহাপ্রভুঙ্কর ইচ্ছা বা স্বয়ং মহাপ্রভুঙ্ক পাখে প্রার্থনা করুছি ওড়িশাবাসী বা আমার জগতর জগন্নাথঙ্কর কৃপারু সময়ে ভালো রখন্তু সেমানଙ୍କୁ দিଅନ୍ତୁ। ଜଡେଶ୍ୱରରୁ ମନୋଜ କୁମାର ଭୂୟାଙ୍କ ରିପୋର୍ଟ ଅପରାହ୍ନ ଲାଇଭ୍।